ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ପୃଥିବୀର କୋଣ ଅନୁକୋଣରୁ ଲୋକମାନେ ଦେଖିବାକୁ ଆସିଥାନ୍ତି। ମହାକଳେବର ମହାପ୍ରଭୁଙ୍କର ବିଶାଳ ରଥତ୍ରୟ ଦେଖି ସମସ୍ତେ ଯେପରି ଅଭିଭୂତ ହୁଅନ୍ତି। ଏହି ରଥ ନିର୍ମାଣର ତତ୍ତ୍ୱ ଓ ତଥ୍ୟ ଜାଣିଲେ ଆହୁରି ଅଧିକ ବିସ୍ମିତ ହେବାକୁ ପଡ଼ିଥାଏ। ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଶ୍ରୀ ଜଗନ୍ନାଥଙ୍କୁ କେବଳ ଜଣେ ଦେବତା ଭାବରେ ବିଚାର କରାଯାଏ ନାହିଁ, ବରଂ ତାଙ୍କ ମଧ୍ୟରେ ବିଜ୍ଞାନ, ଇତିହାସ, ସାମାଜିକ ଜ୍ଞାନ ସବୁକିଛି ଦେଖିବାକୁ ମିଳିଥାଏ। ତେଣୁ ଗବେଷକମାନେ କହନ୍ତି ଶ୍ରୀ ଜଗନ୍ନାଥ ହେଉଛନ୍ତି ପରମ ରହସ୍ୟମୟ, ସର୍ବ ରହସ୍ୟମୟ ପୁରୁଷୋତ୍ତମ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ ବଡ଼ଦାଣ୍ଡକୁ ପ୍ରଭୁ ଜଗନ୍ନାଥ ଓହ୍ଲାଇ ଆସିଥାନ୍ତି। ଶ୍ରୀ ଜଗନ୍ନାଥ ହେଉଛନ୍ତି ସମଗ୍ର ବିଶ୍ୱର ଦେବତା। ରଥଯାତ୍ରାର ଅନନ୍ୟତା ଏହିକି ଯେ ଜଗନ୍ନାଥଙ୍କ ପାଖରେ ଧନୀ, ଦରିଦ୍ର, ଉଚ୍ଚ ନୀଚ ସମସ୍ତେ ସମାନ। ସେଇଥିପାଇଁ ବଡ଼ଦାଣ୍ଡରେ ସମବେତ ହୋଇଥାନ୍ତି ସବୁ ଶ୍ରେଣୀର ଲୋକ। ତାଙ୍କୁ ଦର୍ଶନ ପାଇଁ କେବଳ ଶ୍ରଦ୍ଧା ଓ ଭକ୍ତି ଲୋଡ଼ା ହୋଇଥାଏ। ଏହି ବିଶ୍ୱବିଦିତ ତିନି ରଥରେ ଅଧିଷ୍ଠିତ ମୁଖ୍ୟ ବିଗ୍ରହମାନଙ୍କ ସହ ଅନ୍ୟ ଦେବଦେବୀଙ୍କ ସମ୍ପର୍କରେ ବିଭିନ୍ନ ପୁରାଣ ଗ୍ରନ୍ଥରେ ଉଲ୍ଲେଖ କରାଯାଇଛି। ନନ୍ଦିଘୋଷ ରଥ ଅର୍ଥାତ୍ ଜଗନ୍ନାଥ ମହାପ୍ରଭୁଙ୍କ ରଥର ଅଧୀଶ୍ୱର ରୂପେ ନନ୍ଦିଘୋଷ ରଥରେ ଅଖିଳ ବ୍ରହ୍ମାଣ୍ଡନାଥ ସ୍ୱୟଂ ଜଗନ୍ନାଥ ମହାପ୍ରଭୁ ଅଧୀଶ୍ୱର ଦେବତା ରୂପେ ଅଧିଷ୍ଠିତ ହୋଇଥାନ୍ତି। ତେବେ ଏହି ରଥରେ ମୁଖ୍ୟ ବିଜେ ବା ଚଳନ୍ତି ପ୍ରତିମା ମଦନ ମୋହନ ବିଜେ ପୂର୍ବକ ମହାପ୍ରଭୁଙ୍କ ପାର୍ଶ୍ୱରେ ବିରାଜମାନ କରିଥାନ୍ତି। ରଥରେ ଅନ୍ୟ 9 ଜଣ ପାର୍ଶ୍ୱ ଦେବଦେବୀ ମଧ୍ୟ ବିରାଜମାନ କରନ୍ତି। ରଥରେ ମୁଖ୍ୟ ବିଗ୍ରହ ଶ୍ରୀ ଜଗନ୍ନାଥଙ୍କ ବ୍ୟତୀତ ଅନ୍ୟ 11 ଜଣ ଦେବତା ରହିଥାନ୍ତି। ତାଳଧ୍ୱଜ ରଥରେ ମୁଖ୍ୟ ବିଗ୍ରହ ଶ୍ରୀ ବଳଭଦ୍ରଙ୍କ ସହ ଚଳନ୍ତି ପ୍ରତିମା ରାମକୃଷ୍ଣ ଅଧିଷ୍ଠିତ ହୋଇଥାନ୍ତି। ଏଥିସହ 12 ଜଣ ଦେବତା ମଧ୍ୟ ବିରାଜମାନ କରିଥାନ୍ତି। ଦର୍ପଦଳନ ବା ଦେବଦଳନ ରଥର ରଥାଧୀଶ୍ୱରୀ ହେଉଛନ୍ତି ଭଦ୍ର ପ୍ରଦାୟିନୀ ଦେବୀ ସୁଭଦ୍ରା। ରଥର ମୁଖ୍ୟ ବିଗ୍ରହ ଦେବୀଙ୍କ ସହ ଚକ୍ରରାଜ ଶ୍ରୀ ସୁଦର୍ଶନ ଅଧିଷ୍ଠିତ ହୋଇଥାନ୍ତି। ସୁଭଦ୍ରାଙ୍କ ବ୍ୟତୀତ ଏହି ରଥରେ 11 ଜଣ ଦେବଦେବୀ ବିରାଜମାନ କରିଥାନ୍ତି। ଠାକୁରଙ୍କ ପହଣ୍ଡି ସମୟରେ ଠାକୁରଙ୍କର ଝୁଲି ଝୁଲି ଆସିବା ସହିତ ତାଙ୍କର ଟାହିଆ ସମସ୍ତଙ୍କୁ ଆକର୍ଷିତ କରିଥାଏ। ତେବେ ଏହି ଟାହିଆ ସମ୍ପର୍କରେ ଅଧିକ କଥା ଜାଣନ୍ତୁ। ମହାପ୍ରଭୁଙ୍କ ଶ୍ରୀମସ୍ତକରେ ପୁଷ୍ପ ଦ୍ୱାରା ସୁସଜ୍ଜିତ ପୁଷ୍ପଭରଣକୁ ଟାହିଆ କୁହାଯାଏ। ଏହି ସେବା ରାଘବ ଦାସ ମଠ କେଉଁ ଆବାହମାନ କାଳରୁ କରିଆସୁଛନ୍ତି। ଏହି ସେବା ପଛରେ ରହିଛି ଅନେକ କଥା। ପ୍ରଥମ ହେଉଛି ଗଜପତି ପୁରୁଷୋତ୍ତମ ଦେବଙ୍କ ସମୟରେ ଥରେ ଚନ୍ଦନ ଚାପ ଚାଲିଥିବା ବେଳେ ପ୍ରବଳ ଝଡ଼ ତୋଫାନ ହେବାରୁ ଚାପ ଡଙ୍ଗା ବୁଡ଼ିଗଲା। ଏଥିସହିତ ଠାକୁର ମଧ୍ୟ ଅଥଳ ଜଳରାଶିରେ ବୁଡ଼ିଗଲେ। ତେଣୁ ମହାପ୍ରଭୁଙ୍କର ଆଉ କୌଣସି ନୀତି ଶ୍ରୀମନ୍ଦିରରେ ହୋଇପାରିଲା ନାହିଁ। ଗଜପତି ପୁରୁଷୋତ୍ତମ ଦେବ ମୂଳ ବିଗ୍ରହଙ୍କ ବିକଳ୍ପ ବିଗ୍ରହ କିଏ ଦାନ କରିବେ ବୋଲି ସମସ୍ତେ ମଠ ମହନ୍ତ ବା ପଣ୍ଡିତ ମାନଙ୍କୁ ନିବେଦନ କଲେ। ହେଲେ ସବୁ ମଠାଧୀଶ ନାସ୍ତିବାଣୀ ଶୁଣାଇଥିଲେ। କିନ୍ତୁ ରାଘବ ଦାସ ମଠାଧୀଶ କହିଲେ, ମୋ ମଠରେ ପ୍ରତିଷ୍ଠିତ ପ୍ରତିମା ଓ ବୁଡ଼ି ଯାଇଥିବା ମୂଳ ବିଗ୍ରହଙ୍କ ମଧ୍ୟରେ ସାମଞ୍ଜସ୍ୟ ରହିଛି। ଇଚ୍ଛା କଲେ ପ୍ରଭୁଙ୍କ ସେବାରେ ଲାଗିପାରିବେ। ଏହାପରେ ରାଜାଙ୍କ ଆଦେଶରେ ରାଘବ ଦାସ ମଠର ପ୍ରତିମା ମଦନ ସୁନ୍ଦର ଚନ୍ଦନ ଯାତ୍ରାରେ ସମ୍ମିଳିତ ହେଲେ। ଏହି ମହତ୍ ସେବା ନିମନ୍ତେ ଗଜପତି ମହାରାଜା ଟାହିଆ ସେବା ରାଘବ ଦାସ ମଠାଧୀଶଙ୍କୁ ପ୍ରଦାନ କରିଥିଲେ। ଟାହିଆ ପ୍ରସ୍ତୁତି ପାଇଁ ବାଉଁଶ, କଦଳୀ ପାଟୁକା, ସୋଲ, ଜରି, ରଙ୍ଗୀନ କପଡ଼ା, ରଙ୍ଗ, ଫୁଲ, ମୁଖ୍ୟତଃ ଏହା ସୋଲରେ ଓ ଜରିରେ ନିର୍ମିତ ହୋଇଥାଏ। ଏହା ଭିତରେ ଅମୃତ ଭଣ୍ଡିମାନ ଦିଆଯାଇଥାଏ। ସୋଲରେ ମାଧବୀ ପତ୍ର ଗୋଲ ଭାବେ କଟାଯାଇ ଅମୃତ ଭଣ୍ଡି ଉପରେ ବସାଯାଏ। ତା ଉପରେ ସୋଲରେ ନିର୍ମିତ କଦମ୍ବ ଫୁଲ ଓ କଦମ୍ବ ଫୁଲ ଉପରେ ମାଧବୀ ପତ୍ର ଉପରେ ଓଲଟା ଅମୃତ ଭଣ୍ଡି ଦିଆଯାଇଥାଏ। ସବା ଉପରେ ସୋଲ ଓ ଜରିରେ ତିଆରି ପାନପତ୍ର ମାନ ଦିଆଯାଏ। ଟାହିଆ ମଝିରେ ଫୁଲଗୁଚ୍ଛ ସଂଲଗ୍ନ କରାଯାଏ ଏବଂ ଟାହିଆର ଅଗ୍ରଭାଗରେ କେରାଏ ଦୁବ ଲାଗି କରାଯାଇଥାଏ। ଘୋଷଯାତ୍ରାରେ ମୋଟ 24ଟି ଟାହିଆ ବ୍ୟବହୃତ ହୋଇଥାଏ। ତନ୍ମଧ୍ୟରୁ 8ଟି ବଡ଼ ଓ 16ଟି ଛୋଟ ଟାହିଆ ହୋଇଥାଏ। ରଥରୁ ଗୁଣ୍ଡିଚା ଘରକୁ ଗଲାବେଳେ ଟାହିଆ ଦୁଆରେ ବାଜିବ ବୋଲି ସାମାନ୍ୟ ଛୋଟ ଟାହିଆ କରାଯାଇଥାଏ। ସ୍ନାନ ପୂର୍ଣ୍ଣିମା ଦିନ 2 ଥର ଟାହିଆ ବ୍ୟବହୃତ ହୋଇଥାଏ। ଏହା ମଧ୍ୟ ସାମାନ୍ୟ ଛୋଟ ଟାହିଆ ହୋଇଥାଏ। ଶ୍ରୀମନ୍ଦିରର ପ୍ରସାଦକୁ ମହାପ୍ରସାଦ କୁହାଯାଏ। ତେବେ ଏହି ପ୍ରସାଦ ଜଗନ୍ନାଥଙ୍କୁ ଅର୍ପଣ କରାଯିବା ସହ ମା ବିମଳାଙ୍କୁ ମଧ୍ୟ ଅର୍ପଣ କରାଯାଇଥାଏ। ଏହାପରେ ଏହି ପ୍ରସାଦ ମହାପ୍ରସାଦରେ ମାନ୍ୟତା ପାଇଥାଏ।